हेलो फ्रेंड्स, जय जगन्नाथ। आज गोटे नुआ वीडियो को मु उर्मिला आपण मानक स्वागत जनाऊँगी। देखिपे फ्रेंड्स, मु बर्तमान रोड साइड रही वीडियो बनाऊँगी। देखो फ्रेंड्स, आपण मो भाई केमती बाइक रे पळेले। हाँ, पळेले 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 कोई बस बारू को हाँ कोरे वेल्ला केते पानी रे देखंतु फ्रेंड्स, केते सुंदर व्यू। फ्रेंड्स, आपण माने भाबुथिबे मु काहे कि रोड साइड रे ठिया हेछि आ कुआड जाउछि। तो चलंतु एबे ऑटो रिक्शा आसीबो, आसिले ऑटो रिक्शा रे बसिबा आ तापर मु आपण मानु कहूछि कुआड जाउछि। देखि पारुथिबे आमे एबे ऑटो रिक्शा रे बसी सारिछु आ चलंतु मु आपण कहि दउछि आमे कुआड जाउछु। देखंतु मो पाखरे जो चेची बसचंदी, आमे तांको गां को बुलिबा पई जाउछु। देखि पारुथिबे फ्रेंड्स, चेची घर गाँ आसीगला। देखंतु तांको गाँ पिला माने कोदरा तयारी करचंदी, घोड़ा बनाउचंदी। कालियाटा यात्रा पई जीवो काली की आज एठी पूजा करिवे। पूजा करिकी काली की नेबे। आ देखंतु आपण माने आगु देखु दांतु, आमे एबे जाउचु चेची कुआडे सेडे बुलिया नउचंदी। ഇവിടെ കുറെ വെള്ളമായില്ലേ? देखि पारुथिबे फ्रेंड्स, एपरी किछि रास्ता रहिछि, चली चली जीवा पड़िबो। मेले मेले बहुत सरे बड़े बड़े देखि पारुथिबे एभली किछि रहिछि देखिबा पई। देखंतु आमे जाउछु नदीर तड़े तड़े आ चेची घर गाँ। नड़िया गछ चाष होइछि देखि पारुथिबे। आ केल्लारे को माने समस्त रहउचंती, को जगह रे रहउचंती कमेंट रे मते जणांतु। किपरि लागुछि वीडियो कमेंट माध्यम रे कहंतु। आ चलंतु आगो देखिबा। वर्षा हो जाइए आमे भी नदी देखिबा। नदीर तड़े तड़े आमे समस्त चली चली जाउछु। देखि पारुथिबे वर्षा को पानी रो कलर टा टिके चेंज हो जाइए। तो चलंतु आमे देखिबा। ये होची काडालुंडी रिवर। देखि पारुथिबे केते सुंदर लागुछि ना। केरल रे को माने समस्त रहउचंती। आ केरल रो सबु जगह आपण मानकु किपरि लागुछि मते निहाती जणांतु कमेंट माध्यम रे। देखंतु वर्षा केमती पानी रो कलर चेंज हो जाइए। आ किछि परि अछि देखिबा पई।
ଆମେ ଆସିଲା ବେଳକୁ ନଦୀର ତଳେ ତଳେ ଚାଲି ଚାଲି ଆସିଥିଲୁ। ଆଉ ଚାଲନ୍ତୁ ଏବେ ଦେଖିବା ଜେଜେ ଆଉ କ'ଣ ସବୁ ଦେଖାଉଛନ୍ତି, ବୁଲିବା ପାଇଁ କୁଆଡ଼େ ନେଉଛନ୍ତି। ତ ଚାଲନ୍ତୁ ଦେଖିବା। ଫ୍ରେଣ୍ଡସ୍, ଆପଣମାନେ ଯଦି କେରଲାରେ ରହୁଛନ୍ତି ତାହେଲେ ମାଲୟାଳୀ ଲୋକମାନଙ୍କ ସହିତ କେରଲା ଲୋକମାନଙ୍କ ସହିତ ସାଙ୍ଗ ହୁଅନ୍ତୁ। ସେମାନଙ୍କ ସହିତ ସାଙ୍ଗ ହେଲେ ଆପଣମାନଙ୍କୁ କେରଲା ବିଷୟରେ ଜାଣିବା ପାଇଁ ମିଳିବ। ଆଉ ତାଙ୍କର ଲାଇଫଷ୍ଟାଇଲ୍ କେଉଁଠି କ'ଣ ଅଛି, ଏମିତି ତାଙ୍କ ସାଙ୍ଗରେ ସାଙ୍ଗ ହେଲେ ବହୁତ କିଛି ଜାଣିବା ପାଇଁ ମିଳିବ। ଠିକ୍ ଅଛି। ଦେଖନ୍ତୁ କେତେ ସୁନ୍ଦର ଗାଁ। କେରଳରେ କେମିତି କଦଳୀ ଚାଷ କରିଛନ୍ତି। ଆଉ କେରଳରେ ଆମମାନଙ୍କର ମାନେ ଓଡ଼ିଶାର ଗାଁ ପରି ଘର ଯେମିତି ଆମର ବସ୍ତି ପରି ହୁଏ ସେମିତି ନୁହଁ। ଏମାନଙ୍କର ଘର, ଏବେ ଗୋଟେ କାହାର ଘର ଅଛି, ତାର ଆଗ ପଟେ ଆଉ ଗୋଟେ କାହାର ଥିବ, ନହେଲେ ପଛପଟେ ହଉ, ନହେଲେ ସାଇଡ଼ରେ, ଏମିତି ମାନେ ବସ୍ତି ଟାଇପ୍ର ନୁହଁ। ତାଙ୍କର ବାସ୍ ଟିକେ ଅଲଗା ପ୍ରକାରର ଘର ବନେଇଛନ୍ତି। ଏ କେରଲା ଟିକେ ଅଲଗା ପ୍ରକାର ଲାଗେ ଆମ ଓଡ଼ିଶାରୁ। ଫାଇନାଲି ଆମେ ବୁଲି ବୁଲି ଆସି ପହଞ୍ଚିଗଲୁ ସେଇ ଜାଗାରେ, ଜେଜେଙ୍କର ଘରେ। ଆଉ ଦେଖନ୍ତୁ ଘୋଡ଼ା ବନା ଚାଲିଛି କୋଦରା। ଦେବୀଙ୍କର ଫଟୋ ଏବେ ଲଗାଉଛନ୍ତି। ଆଉ ବାସ୍ ଟିକେ ଅଛି କମ୍ପ୍ଲିଟ୍ ହେବା ପାଇଁ। ଆଉ ହେଇସାରିଲା ପରେ କ'ଣ ପୂଜାବିଧି କରିବେ। ଆଉ ଇଭିନିଂରେ କ'ଣ ପ୍ରୋଗ୍ରାମ୍ ଅଛି କହୁଛନ୍ତି। ତ ଆପଣମାନେ କଣ୍ଟିନ୍ୟୁ ଦେଖୁଥାନ୍ତୁ, ଜାଣିପାରିବେ। ଏବେ ଦେଖନ୍ତୁ ତାଙ୍କ ଘର ଆଗରେ ଦୁଇଟା ଛୋଟ ଘୋଡ଼ା ଆସିଛି। ଆଉ ଏପଟେ କୋଦରା କହୁଛନ୍ତି ତାଙ୍କ ଭାଷାରେ। ଏବେ ତାଙ୍କେ ଗୋଟେ ଗୀତ ବୋଲିବେ, ତ ଆପଣମାନେ ଭିଡ଼ିଓ ଦେଖୁଥାନ୍ତୁ।
ଦେଖିଲେ ତ ଫ୍ରେଣ୍ଡସ୍ କିଛି ଏପରି ଥିଲା ତାଙ୍କ ଗୀତ। ଆଉ ଆଗକୁ ଦେଖନ୍ତୁ। ବର୍ତ୍ତମାନ ଦେଖନ୍ତୁ ଘୋଡ଼ା ବନା ସରିଛି। ଆଉ କେରଳ ଭିଡ଼ିଓ ଆପଣମାନଙ୍କୁ କେମିତି ଲାଗୁଛି ନିହାତି ଭିଡ଼ିଓ ଗୋଟେ ଲାଇକ୍ କରିଦେବେ, ସେୟାର କରିଦେବେ। ଆଉ ଚ୍ୟାନେଲ୍ ପାଇଁ ଯେଉଁମାନେ ପ୍ରଥମ ଥର ପାଇଁ ଦେଖୁଛନ୍ତି ସବସ୍କ୍ରାଇବ୍ କରିଦିଅନ୍ତୁ। ଚାଲନ୍ତୁ ଆଗକୁ ଦେଖିବା। ଦେଖନ୍ତୁ ଏବେ ଘୋଡ଼ା ପୂଜା କରୁଛନ୍ତି। ଆଉ ପୂଜା ସରିଲା ପରେ ଏବେ ଦେଖନ୍ତୁ ଘୋଡ଼ାକୁ ଧରି ବାହାରିଲେ ରାଲି ବୁଲିବା ପାଇଁ। ଚାଲନ୍ତୁ ଆଗକୁ ଭିଡ଼ିଓ ଦେଖନ୍ତୁ। ଦେଖନ୍ତୁ ତାଙ୍କ ଘରୁ ବାହାରି ପଡ଼ିଲା ଘୋଡ଼ା। ଆଉ ଘରେ ଲାଗିଯିବ ବୋଲି ଏମିତି ନେଉଛନ୍ତି। ଏବେ ଦେଖନ୍ତୁ ଟିକେ ଟିକେ ଆଲୁଅ ଅଛି। ଆଉ ଆମେ ଏଇ ଗୋଟେ ଜାଗାରେ ରହିଗଲୁ। ଏବେ ଘୋଡ଼ା ଏବେ ଯାଇଛି ବୁଲିକି ଆସିବ। ଆମେମାନେ ଖାଲି ନୁହଁ, ବହୁତ ଜଣ ଅଛନ୍ତି ଯାଇନାହାନ୍ତି ଘୋଡ଼ା ସାଙ୍ଗରେ ବୁଲିବା ପାଇଁ। ଦେଖନ୍ତୁ କେତେ ଆଲୁଅ ଥିଲା, ଆଉ ଏବେ ଅନ୍ଧାର ହେଇଗଲାଣି, ରାତି 8ଟା ହେଇଗଲାଣି। ସେମାନେ ଘୋଡ଼ା ଯେଉଁ ନେଲେ ଡିଜେ ବକ୍ସ ସାଙ୍ଗରେ ରାଲି କରିକି ତାଙ୍କେ ବୁଲିକି କୁଆଡ଼େ କୁଆଡ଼େ ଆସିଲେ। ଆଉ ଆମେ ଗଲୁନ। ଏମିତିରେ ବି ତ ଆମେ ଏବେ ତାଙ୍କ ସାଙ୍ଗରେ ରାଲିରେ ବୁଲିବା ପାଇଁ ଯିବୁ। ତ ଆମେ ଯେଉଁ ଅଟୋରେ ଆସିଥିଲୁ ଯେଉଁ 3 କିଲୋମିଟର ହେବ, ଏବେ 3 କିଲୋମିଟର ବର୍ତ୍ତମାନ ଆମେ ରାଲିରେ ବୁଲିବା। ତ ଚାଲନ୍ତୁ ଆଗକୁ ଦେଖିବା। ଦେଖିପାରୁଥିବେ କେମିତି ଗୀତ ନାଚରେ ସମସ୍ତେ ମଜି ଯାଇଛନ୍ତି। ଆଉ ଡିଜେ ସାଉଣ୍ଡ ଏତେ ହିଁ ସାଉଣ୍ଡ ହେଉଛି ଯେ ଯେଉଁଥିରେ କି ମୁଁ ମ୍ୟୁଟ୍ କରିଦେଇଛି। ଆଉ ପଛରେ ଦେଖନ୍ତୁ ଦେବୀ ଅଛନ୍ତି ଯେଉଁ ଘୋଡ଼ା ବନେଇଛନ୍ତି। ତ କାଲିକି ଆଜି ବୁଲେଇବେ ସନ୍ଧ୍ୟା ଟାଇମ୍ରେ, ଏବେ ରାତି ହେଇଗଲାଣି। ଆଉ କାଲିକୁ ସକାଳୁ ସକାଳୁ ଏମାନେ ସମସ୍ତେ ଏଇ ଜିଲ୍ଲାର ସମସ୍ତେ ଯେଉଁ ବନେଇଥିବେ ଘୋଡ଼ା ନୁହଁ କି, ସେଗୁଡ଼ା ସବୁ ମନ୍ଦିରକୁ ନେଇକି ଯିବେ, ବୁଝିଲେ। ଦେଖିପାରୁଥିବେ ଆମେ ବି ତାଙ୍କ ସହିତ ସାମିଲ ହେଇଗଲୁ। ଆଉ ଏତେ ସାଉଣ୍ଡ ହେଉଛି ଯେ କାନ ଫାଟି ଯାଉଛି। ତ ଦେଖନ୍ତୁ କେତେ ଲାଇଟ୍ ବିଭିନ୍ନ ପ୍ରକାର ଲାଗିଛି। ଆଉ ବାଣ ବି ଫୁଟୁଛି। ଦେଖନ୍ତୁ ବହୁତ ହିଁ ଖୁସି ଲାଗୁଛି। ଆପଣମାନଙ୍କୁ କିପରି ଲାଗୁଛି? ଆଉ ଦେଖନ୍ତୁ ପଛରେ ଦେବୀ ମା ଆସୁଛନ୍ତି କେମିତି ଝୁଲି 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 ଝୁଲି। ଆଉ ଯେହେତୁ ଏଥିରେ ଏତେ ସାଉଣ୍ଡ ହେଉଛି, ଡିଜେ ଲାଗିଛି, ସେଇଟା ମୁଁ ଆପଣମାନଙ୍କୁ ଶୁଣାଇ ପାରୁନାହିଁ। ନହେଲେ ବି ଆହୁରି ବହୁତ ଭଲ ଲାଗିଥାନ୍ତା। ଦେଖନ୍ତୁ ପ୍ରବଳ ବର୍ଷା ହେଇଗଲା, ଯେଉଁଥିପାଇଁ କି ଆମେ ରାଲି ବୁଲି ବୁଲି ଆସିଲୁ, ହେଲେ ମୁଁ ଭିଡ଼ିଓ ବନେଇ ପାରିଲିନି। ଆମେ ଏବେ 3 କିଲୋମିଟର ବୁଲିକି ପଳେଇ ଆସିଲୁଣି। ଆଉ ଦେଖନ୍ତୁ ଏବେ ଏଇ ଜାଗାରୁ କେମିତି ଏଠି ବୁଲେଇ ଦେବେ ତାଙ୍କେ। ଏଠୁ ବୁଲିକି ଆଉ ଗୋଟେ ରୋଡ଼ରେ ତାଙ୍କେ ଯିବେ। ତ ଆମେ ଦେଖିପାରୁଥିବେ ବର୍ଷା ବି ହେଉଛି ଏବେ। ଆଉ ଆମେ ଏଇଠୁ ଘରକୁ ପଳେଇବୁ। ଆଉ ଆପଣମାନଙ୍କୁ ଯଦି ଭିଡ଼ିଓ ଭଲ ଲାଗିଲା ତାହେଲେ ଲାଇକ୍ ନିହାତି କରିଦେବେ, ସେୟାର କରିଦେବେ। ଆଉ ଚ୍ୟାନେଲ୍ ପାଇଁ ନ୍ୟୁ ଥିଲେ ସବସ୍କ୍ରାଇବ୍ କରିଦେବେ। ଆଉ ହଁ, କାଲି ମନ୍ଦିରର ଭିଡ଼ିଓ ବି ବନେଇକି ନେଇକି ଆସିବୁ। ଆପଣମାନେ ଦେଖିବା ପାଇଁ ଜମାରୁ ବି ଭୁଲିବେନି। ଆଉ ମନ୍ଦିର ଭିଡ଼ିଓ ଆମେ ହିନ୍ଦୀରେ କହିବୁ, ହିନ୍ଦୀ ବ୍ଲଗ୍ରେ ଆସିବ। ଆପଣମାନେ ଦେଖନ୍ତୁ। ଆଗ ଭିଡ଼ିଓଟା ଆମେ ହିନ୍ଦୀରେ କହିଛୁ। ଆଉ ଏଇଟା ତା ପର ଭିଡ଼ିଓଟା। ଆଉ ଆ ପର ଭିଡ଼ିଓଟା ଆସିବ ମନ୍ଦିରରେ। କ'ଣ ହେଲା କ'ଣ ନାହିଁ ଆପଣମାନେ ଜାଣିବା ପାଇଁ ନିହାତି ଦେଖିବେ। ତ ରହୁଛି, ମୁଁ ଦେଖାହେବ ନେକ୍ସଟ ବ୍ଲଗ୍ରେ। ଜୟ ମା।